ସାର୍ ନମସ୍କାର। କରମ୍ ଟିଭି ତରଫରୁ ଆପଣଙ୍କୁ ସ୍ୱାଗତ କରାହେଉଛି। ଆପଣଙ୍କ ପରିଚୟ ଟିକେ ନିଜେ କୁହନ୍ତୁ ସାର୍। ହଁ, ନାରାୟଣ ମହାନ୍ତ, ହୁଁ, ସାରପଡ଼ା, ହୁଁ। ପୂର୍ବତନ ହାଇସ୍କୁଲ ପ୍ରଧାନ ଶିକ୍ଷକ। ତ ଆମର ବର୍ତ୍ତମାନ ଯେଉଁ ଟୁସୁ ବିଷୟରେ ଯେଉଁ ଚର୍ଚ୍ଚା ଚାଲିଛି, ଟୁସୁ ଦେବୀ କି ମାନବୀ? ହଁ, ବର୍ତ୍ତମାନ ଆମ ସମାଜରେ ଦେଖାଯାଉଛି ଯେ ଟୁସୁଙ୍କୁ ମୂର୍ତ୍ତି ରୂପ ଦେଇକିରି ସେମାନେ କିଛି ପ୍ରତିଯୋଗିତାରେ ଭାଗ ନେଉଛନ୍ ପ୍ରାଇଜ୍ ପାଇବା ପାଇଁ। ତେବେ ଟୁସୁ ମାନେ ଦେବୀ, ହୁଁ। ସିଏ ମାନବୀ ନୁହନ୍ତି। ତ ଆମର ଝାଡ଼ଖଣ୍ଡରେ କୁର୍ମୀ ବସତିର ସମୟ ଆଦିମତା ପ୍ରାୟ 2500 ବର୍ଷ ପୂର୍ବରୁ ଧଉଳଗିରି ଶିଳାଲିପି ଏବଂ ଯୋଗଡ଼ ଶିଳାଲିପିରୁ ମିଳେ। ତେଣୁ ସେତେବେଳେ ସେହି ଶିଳାଲିପିରେ ଉଲ୍ଲେଖ ଅଛି ଯେ ଅଶୋକ କହିଛନ୍ତି, ସମ୍ରାଟ ଅଶୋକ କହିଛନ୍ତି ଯେ କୁର୍ମୀମାନେ ପୌଷ ମାସ ସାରା ଗୋଟିଏ ମାସ ପୁରା ଟୁସୁ ପର୍ବ ପାଳନ କରୁଥିଲେ। ତେଣୁ ଆମର ଯେଉଁ ପାରମ୍ପରିକ ଟୁସୁ ପର୍ବ, ଚଉଡଲରେ ଉପାସନା କରିବା ଇତ୍ୟାଦି, ଟୁସୁଙ୍କୁ ଯେଉଁ ଧନଦେବୀ ହିସାବରେ ଉପାସନା କରିବାର ପଦ୍ଧତି, ସେତିକି ବେଳୁ 2500ରୁ ଉର୍ଦ୍ଧ୍ୱ ବର୍ଷ ପୂର୍ବରୁ ଆମର କୁର୍ମୀ ସମାଜରେ ଚାଲି ଆସିଛି। ତେବେ ଏଇ ମାନବୀ ରୂପ ଦିଆଗଲା ଆଜ 1909 ମସିହାରେ ଚୁନାର ମିର୍ଜାପୁର ଅଧିବେଶନରେ ଅଖିଳ ଅଲ୍ ଇଣ୍ଡିଆ କୁର୍ମୀ କ୍ଷତ୍ରିୟ ମହାସଭାରେ ସେମାନେ ଯେତେବେଳେ ନିଜକୁ କ୍ଷତ୍ରିୟ ଘୋଷଣା କଲେ, ସେମାନେ କୁର୍ମୀ କ୍ଷତ୍ରିୟ ହେଇଗଲେ। ଆମର କିଛି ମାଇକ୍ରୋସ୍କୋପିକ ସେକ୍ସନ, ମାନେ ଅତି କ୍ଷୁଦ୍ର ଗୋଷ୍ଠୀ ମଧ୍ୟ ନିଜକୁ କୁର୍ମୀ କ୍ଷତ୍ରିୟ ବୋଲିକିରି ସେହି ସଭାର ସଦସ୍ୟତା ଗ୍ରହଣ କଲା। এই କ୍ଷତ୍ରିୟତ୍ୱ ହିଁ ହେଉଛି এই ମାନବୀ ଟୁସୁଙ୍କୁ, ଧନଦେବୀ ଟୁସୁଙ୍କୁ ମାନବୀ ରୂପ ଦେବାର କାରଣ ଏବଂ ସେଇ ତାପରେ ପରେ ଦେଲେ। ତେଣୁ ଏ ମାନବୀ ରୂପଟା ଟୁସୁଙ୍କର ଅତି ବେଶୀରେ 100 ବର୍ଷ ପୂର୍ବରୁ ହେଇଛି, ତା ପୂର୍ବରୁ ନଥିଲା। ତମର ସାର୍ ଗେଜେଟିୟରରେ କିଛି କ'ଣ ସେମିତି ଲେଖା ହେଇଛି? হ্যাঁ, ଗେଜେଟିୟରରେ କ'ଣ ସାର୍ କିଛି ଲେଖା ହେଇଛି ସେ ବିଷୟରେ? গেজেটিয়ারে দেখুন 2016 ଓଡ଼ିଶା ଗେଜେଟିୟର୍ସର ମୁଖ୍ୟ ଚିଫ୍ ଏଡିଟର ହେଉଛନ୍ତି ଡକ୍ଟର ତାରାଦତ୍ତ ଆଇଏସ୍। ସେଇଥିରେ ମୟୂରଭଞ୍ଜ ଗେଜେଟିୟର୍ସରେ ଲେଖା ହେଇଛି, ଏଇ ଯେଉଁ ରାଜକୁମାରୀ ଟୁସୁ ଜଣେ ରାଜକୁମାରୀ ଏବଂ ଜଣେ ମୁସଲମାନ ସୁଲତାନଙ୍କ ଆକ୍ରମଣରୁ ନିଜ ସତୀତ୍ୱ ରକ୍ଷା କରିବା ପାଇଁ ନଦୀରେ ଡେଇଁ ପଡ଼ିଲେ ଆଜ୍ଞା, ଏବଂ ସେ ମୁସଲମାନ ହେଉଛନ୍ତି ଦିଲ୍ଲୀ ସୁଲତାନ ଆଜ୍ଞା, ଏବଂ ସିଏ ଝାସ ଦେଲେ ଦାମୋଦର ନଦୀରେ। ଆଜ୍ଞା,
ଦିଲ୍ଲୀରୁ ଦାମୋଦର ନଦୀ ହେଉଛି ପୂର୍ବ ଭାରତ। ଆଜ୍ଞା ଦିଲ୍ଲୀରୁ ଆସିଲେ ଏଠିକି ଆସିକିରି ଏଠି ଝାସ ଦେଲେ 1500 ରୁ 2000 କିଲୋମିଟର ହେବ। ଆଁ 1500 ରୁ ସାର୍ 2000 କିଲୋମିଟର ହେଇଯିବ। ପାଖାପାଖି ଆଜ୍ଞା 1000-1500 କିଲୋମିଟର ଦୂର ଜଣେ ଝିଅ କେମିତି ଦୌଡ଼ିକିରି ଆସିକିରି ଏଠି ଝାସ ଦେଲା। ତେଣୁ ସେ ମୟୂରଭଞ୍ଜ ଗେଜେଟିୟର୍ସରେ ଲେଖା ହେଇଛି ଏଇ ଯେଉଁ ଟୁସୁଙ୍କର ମାନବୀ ରୂପ କାହାଣୀ ଏକ ମିଥ୍, କାଳ୍ପନିକ କାହାଣୀ। ଆଜ୍ଞା ମିଥ୍ ଅର୍ଥ କାଳ୍ପନିକ କାହାଣୀ। ଆଜ୍ଞା ଏଟା ଗୋଟେ କାଳ୍ପନିକ କାହାଣୀ। ହଁ ଏହାର କୌଣସି ଐତିହାସିକ ଭିତ୍ତିଭୂମି ନାହିଁ, ହଁ କୌଣସି ସତ୍ୟତା ନାହିଁ। ହଁ। ତେବେ ବର୍ତ୍ତମାନ ଏହା ବ୍ୟାପକ ଚାଲିଛି ଆଉ ବ୍ୟାପକ ଏଇଥିପାଇଁ ମାନେ ପୁରସ୍କାର ରାଶି ଦେଉଛନ୍ତି, ପୁରସ୍କାର ଦେଉଛନ୍ତି ହଁ ହଁ ଏଥିପାଇଁ। ହଁ ହଁ ତ ପୁରସ୍କାର ସେଇଥିପାଇଁ ଇଏ ମାନେ ଅଧିକ ସବୁଠୁ ଦୁଃଖ ଏବଂ ଲଜ୍ଜାକର ବିଷୟ ସାମାନ୍ୟ କିଛି ଅର୍ଥ ଲାଳସାରେ ଏଇ ପୁରସ୍କାର ପ୍ରାପ୍ତ 2-4 ହଜାର ଟଙ୍କା କିଛି ଲୋକ ଗୋଟେ ଟୁସୁ ମୂର୍ତ୍ତି ଗୋଟେ ତିଆରି କରିଦେଇ ତା ପଛରେ ମୁସଲମାନ ଦୌଡ଼ଉଥିବା ବା ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଆକ୍ରମଣ କରୁଥିବା ଦୃଶ୍ୟ ଦେଖେଇବା ଗୋଟେ ସମାଜର ଅସ୍ମିତା ନୁହେଁ କି? ଆଜ୍ଞା ତାକୁ ମଧ୍ୟ ଏ କୁର୍ମୀ ସମାଜ ବୁଝିପାରୁନାହିଁ। ଏହା ହିଁ ସବୁଠୁ ଦୁଃଖ ଏବଂ ଲଜ୍ଜାର ବିଷୟ। ଗୋଟେ କାଳ୍ପନିକ କାହାଣୀକୁ ନେଇକିରି ଗୋଟେ ସମଗ୍ର ସମାଜକୁ ତାର ଅସ୍ମିତାକୁ ନଷ୍ଟ କରିବା କେତେ ଦୁଃଖଦାୟକ। ଆଜ୍ଞା କିନ୍ତୁ ସେଟା କରୁଛନ୍ତି। ଆଜ୍ଞା ଟୁସୁର ପୂର୍ବ ରୂପ କ'ଣ ଥାଇପାରେ? ଟୁସୁର ପୂର୍ବ ରୂପ କ'ଣ ଥାଇପାରେ? ପୂର୍ବ ହଁ ପୂର୍ବ ରୂପ ଟୁସୁର ପୂର୍ବ ସ୍ୱରୂପ କ'ଣ ଥାଇପାରେ? ଟୁସୁ ତ ଧନ ଦେବୀ, ଆଜ୍ଞା ଶସ୍ୟ ଦେବୀ। ଶସ୍ୟ ଦେବୀ, କୁର୍ମୀ ତ ଜଣେ କୃଷକ କୃଷକ। ସମ୍ପ୍ରଦାୟ। ଆଜ୍ଞା ଯେମିତି ପ୍ରତ୍ୟେକ ଜନଜାତିର ଦେବଦେବୀଙ୍କର ନାଁ ଭିନ୍ନ ଭିନ୍ନ। ଯେମିତି ଆମର କୁର୍ମୀ ମାନଙ୍କର ଧରମ ଦେବତା, ସେ ହେଉଛନ୍ତି ସୂର୍ଯ୍ୟ ଦେବତାଙ୍କୁ ଧରମ ଦେବତା ସବୁଠୁ ପ୍ରଥମ ଦେବତା ହିସାବରେ କୁର୍ମୀ ଉପାସନା କରେ। ମନେ କରନ୍ତୁ ପୃଥିବୀକୁ କ'ଣ କୁହାଯାଏ? ବସୁମାତା, ବାସୁକୀ ମାତା। ବାସୁକୀ ମାତା। সেই রকম মনে করুন জল দেবীକୁ ବି ଶସ୍ୟ ଦେବୀ ଅଛନ୍। ବ୍ୟାଘ୍ର ଦେବତାକୁ ବାଘୁତ, এইরকম ସବୁ ସେମାନେ ଭିନ୍ନ ଭିନ୍ନ ନାଁରେ ଉପାସନା କରନ୍ତି। ଠିକ୍ ସେଇଭଳି ସବୁ ପ୍ରକୃତିରେ ପୂଜା କରନ୍ତି। ଏମାନେ ପ୍ରକୃତି ପୂଜକ। ଆଜ୍ଞା ସୂର୍ଯ୍ୟ ହଉ, ପୃଥିବୀ ହଉ, ବଡ଼ ପାହାଡ଼ ହଉ, ଜଳ ହଉ, ବଣ ହଉ, ଆଜ୍ଞା এইটা ପ୍ରକୃତି ଉପାସକ ଏମାନେ ପ୍ରକୃତି ଉପାସନା କରନ୍ତି। ତେଣୁ ଭାରତୀୟ ଜନଗଣନା କୁର୍ମୀକୁ ଏନିମିଷ୍ଟ ପ୍ରକୃତି ଉପାସକ ଭାବରେ ତାଲିକାରେ ରଖିଛି। ତେଣୁ ଏମାନେ ପ୍ରକୃତି ଉପାସନା କରନ୍ତି। ସେଇ ରକମ ଟୁସୁ ଦେବୀ ହେଉଛନ୍ତି କୁର୍ମୀଙ୍କର ଶସ୍ୟ ଦେବୀ, ଶସ୍ୟ ଦେବୀ, ଧନ ଦେବୀ। ଯେମିତି ହିନ୍ଦୁମାନଙ୍କର ଲକ୍ଷ୍ମୀ, ସେରକମ କୁର୍ମୀର ଶସ୍ୟ ଦେବୀ, ଲକ୍ଷ୍ମୀ ଦେବୀ, ଲକ୍ଷ୍ମୀ ହିସାବରେ ଉପାସନା କରନ୍ତି। ଗୋଟିଏ ମାସ ଧରିକିରି, ପୌଷ ମାସଟା, ଏଇଟା ଆଜି ନୁହଁ,
ଆଜ୍ଞା ହଜାର ହଜାର ବର୍ଷ ପୂର୍ବରୁ ଆଜ୍ଞା ଶିଳାଲିପିରୁ ଆମେ ଦେଖୁଛେ ଆଜ୍ଞା ପଢ଼ୁଛେ